କେମିତି କଣ ଲାଗୁଛି ଶାଶୁ ଘରେ ଭାଇଙ୍କ ବିଷୟରେ କଣ କହିବେ? ଭାଇ କେମିତି ଆମର? ଭାଇ ତ ବହୁତ ହି ଭଲ, ଘରେ ସମସ୍ତେ ହିଁ ବହୁତ ଭଲ। ମତେ ମୋ ଘରେ ମାନେ ବାପା ଘରେ ଯେମିତି ଫିଲ୍ ହଉଥିଲା ସେମ୍ ଏଠି ବି ସେମ୍ ହିଁ ଫିଲ୍ ହଉଛି। କେହି ମତେ ନୂଆ ଏମିତି କିଛି ଲାଗୁନି, ସବୁ ମୋ ସହିତ ବହୁତ ଭଲସେ ମିଶୁଛନ୍ତି, ତ ସମସ୍ତେ ହିଁ ବହୁତ ଭଲ ଲାଗୁଛନ୍ତି। ଭାଇଙ୍କର ଆଜି ଯୋଉ ଭଳିଆ ଲୁକ୍ସ ରହିଛି ଦେଖିଲା ପରେ ଆପଣ କଣ କହିବେ ତାଙ୍କ ପାଇଁ? କୋଉ ଗୀତଟା ତାଙ୍କର ମନେ ପଡୁଛି ଆପଣଙ୍କୁ? ଗୀତ ସେମିତି କିଛି ମୋର ମନେ ପଡୁନାହିଁ। ମୁଁ ତ କୁହେ ସେ ସୁନ୍ଦର, ବହୁତ ସୁନ୍ଦର, କୁହେ ସେଇପାଇଁ ସୁନ୍ଦର ସ୍ୱାମୀ ବୋଲି। ସତ୍ୟମ ଶିବମ ସୁନ୍ଦର, ମାନେ ସିଏ ଶିବ ହେଲେ ଆପଣ ପାର୍ବତୀ। ଏଇଟା ଏଇଟା ଆପଣ କହୁଛନ୍ତି ଯଦି ମାନେ ବହୁତ ହି ଭଲ ଲାଗିଲା ଶୁଣି। ଏଇଟା ଭାଇ ବି ବେଶୀ ହଁ ମହାଦେବଙ୍କୁ ମାନେ ଆପଣ ମାନନ୍ତି ନା ମାନନ୍ତି? ହଁ ମାନେ ସତ କଥା କରିଥିଲେ ଭାଇକି ପାଇବା ପାଇଁ? 16 ସୋମବାର ବ୍ରତ କରିଥିଲି, କିନ୍ତୁ ପାଇବା ପାଇଁ କି ନାହିଁ ମୁଁ ଜାଣିନି, ବୋଧେ ଭଗବାନ ସେଟା ଭଗବାନଙ୍କ ଆଶୀର୍ବାଦ ଭଗବାନ ଆଶୀର୍ବାଦ ଦେଇଥିଲେ। ଇଏ କଣ ମାନେ ଆପଣ ଜାଣେ ମାନେ ଯେତେବେଳେ କନଫର୍ମ ହେଲେ କି ଆପଣ ରାଜକୁ ବାହାଘର ହବାକୁ ଯାଉଛି ସେତେବେଳେ ଖୁସି କେମିତି? ମତେ ମାନେ ପ୍ରଥମେ ତ ବିଶ୍ୱାସ ହେଇନଥିଲା ଯେ କାହିଁ ଜଣେ ମାନେ ସେଲିବ୍ରିଟି ଜଣେ ମୋର ଲାଇନ୍ ବହୁତ ହି ଅଲଗା। ତାପରେ ରିଲିଜ୍ ହେଇଥିଲା, ବହୁତ ହି ଖୁସି ହେଇଥିଲି। ଅବଭିୟସଲି ମୋ କ୍ରସ୍ ଥିଲେ, ତ କ୍ରସ୍ ତ ମିଳନ୍ତି ନାହିଁ, ଯଦି କ୍ରସ୍ ମିଳୁଛନ୍ତି ତ ସେଟା ବହୁତ ବ୍ଲେସ୍ଡ। କେମିତି ବିଶ୍ୱାସ ହେଲେ ଯେ ଫାଷ୍ଟ ପ୍ରପୋଜାଲ କରିଥିଲା? ପ୍ରପୋଜାଲ ତ ଆରେଞ୍ଜ ମ୍ୟାରେଜ ଥ୍ରୋରେ ହେଇଥିଲା। ତାଙ୍କ ଘର ଲୋକ, ମୋ ଘର ଲୋକ ଆଜି ଟିକେ ଭାଉଜଙ୍କ ଟୋନ ଯୋଉଭଳିଆ ରହୁଛି ଇଏ ସବୁଦିନ ପାଇଁ ଏଇ ଟୋନ ରହିବ? ହଁ ଏବେ ତ ମତେ ଥଣ୍ଡା ହେଇଯାଇଛି, କିନ୍ତୁ ମୋ ଟୋନ ଏମିତି। ଆଚ୍ଛା, ବାହାଘର ପରେ ସ୍ତ୍ରୀ ଲୋକମାନେ ଟିକେ ସ୍ତ୍ରୀ ମାନଙ୍କର ଟିକେ ଭଏସ ଟା ଉଚ୍ଚା ହେଇଥାଏ, ଆଉ ଭାଉଜଙ୍କର ଟୋନ ଟା ଆମେ ଦେଖୁଛୁ ଏତେ ନିଚରେ ରହିଛି, ମାନେ ଏତେ ସ୍ଲୋ। ଲେକ୍ଚର ଯେହେତୁ ତ ଶିକ୍ଷକ ଏଜୁକେସନ ଯେହେତୁ ଏତେ ଅଧିକ, ତ ଏଇ ଯୋଉ କୁହନ୍ତି ଯେ ଫଳୁଥିବା ବୃକ୍ଷଟି ନଇଁକି ରହେ, ତ ମତେ ଲାଗୁଛି ସେଇଥିପାଇଁ ବୋଧେ ଯେହେତୁ ଉଚ୍ଚ ଶିକ୍ଷିତ ସେଇଥିପାଇଁ ଭଏସ ଶିକ୍ଷାର ସଂସ୍କାର। ଏମିତି ସ୍ତ୍ରୀ ପାଇକି ଆପଣ କେତେ ଗର୍ବିତ? ମୁଁ ତ ବହୁତ ଲକି, ମୁଁ କହେ ଯେ ଡେଫିନେଟଲି ମୋ ଘର ଲୋକଙ୍କ ସ୍ୱୀକୃତି କମେ। ମୁଁ ସବୁ ଇଏ ପରେ ଗୋଟେ ଜିନିଷ କହିଥିଲି, ବାପା ମା ଯୋଉଠି ଖୁସି ମୁଁ ସେଇଠି ବାହା ହେବି ବୋଲି। ଆଉ ମୋ ବାପା ମାଙ୍କ ଚଏସ୍ ଆଉ ମହାଦେବଙ୍କ ଆଶୀର୍ବାଦ ଯୋଗୁଁ ଆଉ ତାଙ୍କ 16 ସୋମବାର ବ୍ରତ ଯୋଗୁଁ ଯାହା ହଉ ମତେ ଫାଇନାଲି ଝିଅ ମିଳିଛନ୍ତି ଯିଏକି ହାଇଲି ଏଜୁକେଟେଡ୍, ୱେଲ୍ ମ୍ୟାନର୍ଡ, ଆଉ ଆମ ଘର ସହିତ ଆମ ଘର ଭଳିଆ। ବାଇ ପ୍ରଫେସନ ମ୍ୟାଡାମ ଏବେ ଅଛନ୍ତି ବ୍ରହ୍ମପୁର ୟୁନିଭର୍ସିଟିରେ ଲେକ୍ଚର ଆଜ୍ ୱେଲ୍, ତାଙ୍କ PhD କଣ୍ଟିନ୍ୟୁ କରୁଛନ୍ତି। ଆଇ ଏମ୍ ସୁନ୍ ଗୋଇଂ ଟୁ ଗେଟ୍ ଡକ୍ଟରେଟ୍ ଇନ୍ ହର୍ ନେମ୍। ତ ଆପଣମାନଙ୍କ ଆଶୀର୍ବାଦ ଥାଉ ତାଙ୍କ ଉପରେ ବି, ଯଦି ଭାଇ ଆପଣ ଏତେ ବଡ ଷ୍ଟାର, ଚାକିରିଆ ପତ୍ନୀ ଟିକେ କାହିଁକି ବାଛିଲେ? ନାଇଁ, ମୁଁ କିଛି ବଡ଼ ଷ୍ଟାର ବୋଲି ନିଜକୁ କେବେ ଭାବେନି। ମୋ ଲୋକମାନଙ୍କ ପାଇଁ, ମୋ ମିଡ଼ିଆ ଭାଇମାନଙ୍କ ପାଇଁ ସବୁବେଳେ ଏଇ ଜାଗାରେ ଆସି ପହଞ୍ଚିଛି। ମୁଁ ସବୁବେଳେ କହେ ଯେ ମୁଁ ପଇସା ରୋଜଗାର ପଛରେ ବି କେବେ ମୁଣ୍ଡ ପୁରେଇନି। ମୁଁ ମୋ ଲାଇଫକୁ ମୋ ହିସାବରେ ବଞ୍ଚିଛି, କାହା ମନରେ କଷ୍ଟ ଦେବାକୁ ଚେଷ୍ଟା କରିନି। ଆଉ ମୁଁ ଗୋଟେ ନର୍ମାଲ ପିଲାଟେ, ତ ବାପା ମା ଯୋଉଠି ଠିକ୍ କଲେ। କିନ୍ତୁ ହଁ, ଆଇ ଏମ୍ ଲକି ଯେ ମୁଁ ଗୋଟେ ଏତେ ହାଇଲି କ୍ୱାଲିଫାଏଡ୍ ଝିଅଙ୍କ ସ୍ୱାମୀ ହେବାକୁ ସୁଯୋଗ ପାଇଲି। ମତେ ବିୟୁଟି ୱିଥ୍ ବ୍ରେନ୍ ମିଳିଛି, ତ ୟାଠୁ ବଡ ଆଉ କିଛି, ମୋଠୁ ବଡ ଆଉ ଲକି କି ମୋଠୁ ଅଧିକ ଧନୀ ଆଉ କେହି ନାହାନ୍ତି। ତ ଯେତେବେଳେ ସମୁଦ୍ର ମିଳୁଛି ତାହେଲେ ଶଙ୍ଖେ ପାଣି ପଛରେ କାହିଁ କରିବି?